ସାଥୀଗଣ, ଆଜି ଜୁଲାଇ 7 ତାରିଖ। ଜୁଲାଇ 7 ତାରିଖ ସୋମବାର, ମିଥୁନ 23 ଦିନ, ଆଷାଢ଼ 16 ଦିନ। ଜୁଲାଇ 7 ତାରିଖ ସୋମବାର, ଆଷାଢ଼ 16 ଦିନ, ମିଥୁନ 23 ଦିନ, ଜୁଲାଇ 7 ତାରିଖ ସୋମବାର। ଆଜି ଆମେ ଏକ ଅନ୍ୟ ଧାରାର ଜ୍ୟୋତିଷଶାସ୍ତ୍ର ଆଲୋଚନା କରିବା ଯେ ଆଜି ସୂର୍ଯ୍ୟୋଦୟ 5ଟା 14 ପରେ ଆଉ ସୂର୍ଯ୍ୟାସ୍ତ 5ଟା 28 ପରେ। ସୂର୍ଯ୍ୟୋଦୟ 5ଟା 14 ପରେ, ସୂର୍ଯ୍ୟାସ୍ତ 5ଟା 28 ପରେ। ସୂର୍ଯ୍ୟଙ୍କୁ ଆମେ ଦର୍ଶନ କରିବା, ପ୍ରଣାମ କରିବା ଏବଂ ମନ୍ତ୍ରଟେ ପଢ଼ିବା। ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଦାରିଦ୍ର୍ୟ, ଅଭାବ, ଅନଟନ, ଦୁଃଖ ସବୁଠାରୁ ପୀଡ଼ାଦାୟକ ଅଭାବଟା। ତେଣୁ ଯେଉଁ ଲୋକ ଆଦିତ୍ୟଙ୍କୁ, ସୂର୍ଯ୍ୟଙ୍କୁ ପ୍ରତିଦିନ ପ୍ରଣାମ କରେ, ଯେତେବେଳେ ଯେଉଁଠି ଇଚ୍ଛା ହେବ ପ୍ରଣାମ କରିବ, କିନ୍ତୁ ଉଦୟ ସମୟରେ ପ୍ରଣାମ କଲେ ଭଲ ଫଳ ମିଳେ। ଏହି ସମୟରେ ଏହି ଶ୍ଲୋକକୁ 2 ଥର ପଢ଼ିବା। ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଏତତ୍ ଶ୍ଲୋକଂ ଦିରୁଚାର୍ଯ୍ୟ ଉଦୟୋଜ ରବିଘ୍ନମେତ୍। ଉଦୟୋଜ ରବିଘ୍ନମେତ୍ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ତେଣୁ ଆମର ଅଭାବ ଦୂର ପାଇଁ ଆମେ ଉଦିତ ଭାସ୍କରଙ୍କୁ, ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରି 2 ଥର ଏ ଶ୍ଲୋକ ପଢ଼ିବା। ଏଟା ସୂର୍ଯ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଯିଏ ବର୍ଣ୍ଣନା କରିଛନ୍ତି ସେ ଆମର ହିତୈଷୀ, ସେ ଆମର ବନ୍ଧୁ, ସେ ଆମ ପୂର୍ବପୁରୁଷ। ତେଣୁ ଆମେ ତାଙ୍କ ପରପୁରୁଷ, ଆମେ କେମିତି ସୁଖରେ ରହିବା ଏ ଚିନ୍ତା କେବଳ ତାଙ୍କର। ତେଣୁ ଆଜିର ସୂର୍ଯ୍ୟୋଦୟ 5ଟା 14 ପରେ, ଆଉ ଆମେ 5ଟା ବେଳକୁ ପ୍ରସ୍ତୁତ ହେଇଯିବା ସୂର୍ଯ୍ୟଙ୍କୁ ପ୍ରଣାମ କରିବା। ଯଦି ସ୍ନାନ କରି ପ୍ରଣାମ କରିବା ଆଉ ଟିକେ ଭଲ ଫଳ ମିଳିବ। ଆଜି ମିଥୁନ 23 ଦିନ, ଆଷାଢ଼ 16 ଦିନ ମୁଁ ଆପଣଙ୍କୁ କହିଲି। ଏମିତି ତମ ଭଳି ମୋ ଭଳି ଲୋକଟିଏ ବୁଲୁଥାଏ। କେହି ଜଣେ ଶ୍ଲୋକ ଆବୃତ୍ତି କରୁଥିବା ଶୁଣିଲା। କ'ଣ ଶୁଣିଲା ନା, ଅଜାତ ମୃତ ମୂର୍ଖାଣାଂ, ଅଜାତ ମୃତ ମୂର୍ଖାଣାଂ। ଗୋଟିଏ ସ୍ତ୍ରୀ ଲୋକର 3ଟି ସନ୍ତାନ। ଆଉ କାହାର ସିନା ବିସ୍ମରଣ ହେବ, ମା' କ'ଣ ଭୁଲିବ? ମୋର 3ଟି ସନ୍ତାନ। ଗୋଟିଏ ଜାତ ହେଇନି, ଗର୍ଭରେ ଅଛି, ଅଜାତ। ଗୋଟିଏ ଜନ୍ମ ହେଇଛି, ମରିଯାଇଛି। ଆଉ ଗୋଟେ ବଞ୍ଚି ରହିଛି, ସେ ମୂର୍ଖ। ଅଜାତ ମୃତ ମୂର୍ଖାଣାମ୍ ବରଂ ଆଦୌ ରତାନ୍ତିମ। ଯିଏ ଜନ୍ମ ହେଇକରି ମରିଯାଇଛି ସେ ଯାଇଛି, ତା ପାଇଁ ଭାବିବା କ'ଣ ସମୟ ଅଛି? ଦୁଃଖ ଦେବ ସିଏ। କିନ୍ତୁ ଯିଏ ଅଜାତ, ଜନ୍ମ ହେଇନି, ସେ ପୀଡ଼ା ଦେଉଛି ବେଳେବେଳେ। ଅଥଚ ଯିଏ ଜନ୍ମିଛି, ବଞ୍ଚିଛି ଆଉ ମୂର୍ଖ, ଅଜାତ ମୃତ ମୂର୍ଖାଣାଂ ବରଂ ଆଦୌ ରତାନ୍ତିମ। ଯେ ଅନ୍ତିମ, ଶେଷ ମୂର୍ଖ, ସେ କ'ଣ କରେ ନା ଜୀବନର ପ୍ରତି ପଦକ୍ଷେପରେ ଅପମାନ ଦେଇଥାଏ, ଦୁଃଖ ଦେଇଥାଏ। ଅଜାତ ମୃତ ମୂର୍ଖାଣାଂ ବରଂ ଆଦୌ ରତାନ୍ତିମ ସକୃତ୍ ଦୁଃଖ କରଉ ଆଦୌ
ସକୃତ ମାନେ ଥରେ କେବେ କେମିତି ଦୁଃଖ ଦିଏ ଅନ୍ତିମ ସୁପଦେ ପଦେ। ଏ ଯେଉଁ ମୂର୍ଖ ପ୍ରତି ପଦରେ ପ୍ରତି ପଦକ୍ଷେପରେ ଦୁଃଖ ଦେଇଥାଏ, ବଦନାମ ଆଣିଥାଏ। ଏଣୁ ଆମେ ଆମ ସନ୍ତାନ ଗଢ଼ିବା, ସଂସ୍କାର ଶିକ୍ଷା ଦେବା, ଫଳ ଭଲ ହେବ, ଆମ ପାଇଁ ଭଲ ହେବ, ଆମ ସମାଜ ପାଇଁ ଭଲ ହେବ, ଦେଶ ପାଇଁ ଭଲ ହେବ। ତେଣୁ ସେ ଘରକୁ ଫେରିଲେ ପ୍ରଥମେ ଚିନ୍ତା କଲେ ମୋ ସେ ମୂର୍ଖ ପୁଅକୁ ମୁଁ ବାଟକୁ ଆଣିବି, ସକାଳେ ଚେଷ୍ଟା କରିବି, ତାପରେ ବିଧାତାଙ୍କ ଇଚ୍ଛା ଅଲଗା। ଆଜି ତିଥି ଦ୍ୱାଦଶୀ, ଦ୍ୱାଦଶୀକୁ ରେକ୍ତା ତିଥି କୁହାଯାଏ। ଚାଣକ୍ୟ କହନ୍ତି ନ ତିଥି ଦ୍ୱାଦଶୀ ସମାନ, ଦ୍ୱାଦଶୀ ସମାନ ମନ୍ଦ ତିଥି ନାହିଁ, ନ ତିଥି ଦ୍ୱାଦଶୀ ସମାନ। ସେ ରିକ୍ତା ତିଥି, ଶୂନ୍ୟ ତିଥି, କିନ୍ତୁ ରିକ୍ତା ମଧ୍ୟରେ ସବୁଠୁ ଖରାପ ତିଥି ହେଉଛି କିଏ? ଦ୍ୱାଦଶୀ। ତେଣୁ ଆଜି ଏକପାଦ ପୁଷ୍କର ଲାଗିବ। ଯେଉଁ ମହାନ ବ୍ୟକ୍ତିଙ୍କର ଆଜି ତିରୋଧାନ ହେବ, ସଂସାର ତ୍ୟାଗ କରିବେ, ମରିଯିବେ, ତାଙ୍କୁ ଲାଗିବ ଏଇ ଦ୍ୱାଦଶୀ ପାଇଁ ଏକପାଦ ପୁଷ୍କର। ତେଣୁ 10ଟା 11ଟା 10 ଯାଏ, ଆଜି 11ଟା 10 ଯାଏ ତିଥି ଅଛି ଦ୍ୱାଦଶୀ। ତେଣୁ 11ଟା 10 ଯାଏ ଆମେ ତିଥି ଦ୍ୱାଦଶୀ ହେତୁ ପୋଇ ଖାଇବାନି। ପୋଇ ଖାଇଲେ ଦେହରେ କିଛି ରୋଗ ସୃଷ୍ଟି ହେବ। ଶାସ୍ତ୍ରରେ କୁହାଯାଇଛି ଆଜି ଦ୍ୱାଦଶୀର ଏକୋଦିଷ୍ଠ ପାର୍ବଣ ଶ୍ରାଦ୍ଧ। ଆଜି ଦ୍ୱାଦଶୀର ଦ୍ୱାଦଶୀ ତିଥିର ଏକୋଦିଷ୍ଠ ପାର୍ବଣ ଶ୍ରାଦ୍ଧ। ଆଜି ମିଥୁନର ଘାତବାର, ସିଂହ କନ୍ୟା ମକର ରାଶି ମହିଳାଙ୍କର ଘାତଚନ୍ଦ୍ର। ସିଂହ କନ୍ୟା ମକର ରାଶିର ମହିଳାଙ୍କର ଘାତଚନ୍ଦ୍ର, କିନ୍ତୁ ମିଥୁନର ଘାତବାର। ଖରାପ ସମୟ ମାନେ ପ୍ରଥମେ ରାହୁକାଳ ସକାଳ 6ଟା 56ରୁ 8ଟା 34 ଯାଏ। ରାହୁ ଏବେ କୁମ୍ଭରେ। କୁମ୍ଭ ରାଶିର ଲୋକେ ଏହି ସମୟରେ ରାହୁଙ୍କର ମନ୍ତ୍ର ଜପିବା ଉଚିତ। କୁମ୍ଭରେ ଏବେ ରାହୁ, କୁମ୍ଭ ରାଶିର ଜନ୍ମ ରାହୁ କୁମ୍ଭ ରାଶିଙ୍କୁ ଟିକେ ଅଧିକ ଦୁଃଖ ଦେବ। ଅଷ୍ଟମ ରାହୁ କୁମ୍ଭରୁ ଗଣିବା। ସିଂହ ହେଲେ କର୍କଟ, ସିଂହ କନ୍ୟା, ତୁଳା ବିଛା, ଧନୁ ମକର କୁମ୍ଭ। କର୍କଟ ଅଷ୍ଟମ ରାହୁ, କର୍କଟର ଅଷ୍ଟମ ରାହୁ। ତେଣୁ କର୍କଟ ରାଶି ଲୋକେ ଆଉ କୁମ୍ଭ ରାଶି ଲୋକେ ରାହୁଙ୍କର କୁପ୍ରଭାବରେ ପ୍ରଭାବିତ, କଷ୍ଟ ବେଶୀ ଭୋଗୁଛନ୍ତି। କୁମ୍ଭ ରାଶି ଲୋକମାନେ ଆଉ କର୍କଟ ରାଶି ଲୋକମାନେ ଏ ରାହୁଙ୍କ ପ୍ରଭାବରୁ ବେଶୀ କଷ୍ଟ ଭୋଗୁଛନ୍ତି। ହଁ, ତେଣୁ ଏଇମାନେ ଏଇ ସମୟରେ, ଏ ରାହୁକାଳ ସମୟରେ ବୋଇଲେ ସକାଳ 6ରୁ 6ଟା 56ରୁ 8ଟା 34 ଯାଏ ରାହୁକାଳ। ଏ ସମୟରେ ରାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ର ପଢ଼ିବା। ଓಂ ଭ୍ରାଂ ଭ୍ରିଂ ଭ୍ରୌଂ ସହ, ଓಂ ଭ୍ରାଂ ଭ୍ରିଂ ଭ୍ରୌଂ ସହ ରାହବେ ନମଃ। ଓಂ ଭ୍ରାଂ ଭ୍ରିଂ ଭ୍ରୌଂ ସହ ରାହବେ ନମଃ। 12 ବେଳା ହେଲା 3ଟା 10ରୁ 4ଟା 49। କାଳବେଳା ହେଲା 6ଟା 56ରୁ 8ଟା 35। ଏ ସମୟରେ ଆମେ କୌଣସି କାର୍ଯ୍ୟ ଆରମ୍ଭ କରିବା ନାହିଁ। 12 ବେଳା ହେଲା 3ଟା 10ରୁ 4ଟା 49। କାଳବେଳା ହେଲା ସକାଳ 6ଟା 56ରୁ 8ଟା 35। ଏଇ 12 ବେଳା ଓ କାଳବେଳା ଏ ସମୟରେ ଆମେ କାର୍ଯ୍ୟ ଆଦୌ ଆରମ୍ଭ କରିବା ନାହିଁ। ଯେକୌଣସି କାର୍ଯ୍ୟ ହେଉ, ଯଦି ଆଗରୁ ଯୋଜନା କରିଥିଲେ ଭଲ, ଏହି ସମୟ ପୂର୍ବରୁ କାର୍ଯ୍ୟ ଆରମ୍ଭ କଲେ, ଯାତ୍ରା ଆରମ୍ଭ କଲେ ବିପଦ ନାହିଁ। କିନ୍ତୁ ଠିକ୍ ଏହି ସମୟରେ କାର୍ଯ୍ୟ ଆରମ୍ଭ କଲେ, ଯାତ୍ରା ଆରମ୍ଭ କଲେ ଦୁଃଖ ଆସିବ। ଆପଣ ଧାର୍ମିକ ଲୋକ ହେଇଥାନ୍ତୁ ସିନା, ପରୀକ୍ଷା କରି ଦେଖନ୍ତୁ। ଏ ସମୟରେ କାର୍ଯ୍ୟ ଆରମ୍ଭ କଲେ ବିପଦ ଆସିବ। ସେ ବିପଦ ଗୁରୁତର ନ ହେଇପାରେ, ବିପଦ ଆସିବ, କିନ୍ତୁ ଏ ସମୟକୁ ନଷ୍ଟ କରିବାନି। ଟିକିଏ ପୂର୍ବରୁ କାମ ଆରମ୍ଭ କରିଦେଇଥିବା ସକ୍ସେସ୍। ଭଲ ସମୟ ଅମୃତ ବେଳା। ଏ ସମୟରେ କାର୍ଯ୍ୟ ଆରମ୍ଭ କରିବା, ଯାତ୍ରା ଆରମ୍ଭ କରିବା, ଆଉ ଅନିଷ୍ଟ କିଛି ହେବନି। ସୂର୍ଯ୍ୟୋଦୟଠାରୁ 7ଟା 2 ଯାଏ ଅମୃତ ବେଳା। ସୂର୍ଯ୍ୟୋଦୟଠାରୁ 7ଟା 2 ଯାଏ ଅମୃତ ବେଳା।
ପୁଣି 8ଟା 42ରୁ 11ଟା 26 ଯାଏ ଅମୃତ ବେଳା, ରାତି 8ଟା 32ରୁ 11ଟା 31 ଯାଏ ଅମୃତ ବେଳା। ଏଇଟା ହେଉଛି ଶୁକ୍ରଙ୍କର ବେଳା, ବୁଦ୍ଧଙ୍କର ବେଳା। ଶୁକ୍ର ଆଉ ବୁଦ୍ଧଙ୍କ ବେଳାକୁ କୁହାଯାଏ ଅମୃତ ବେଳା। ମହେନ୍ଦ୍ର ବେଳା ହେଉଛି ବୃହସ୍ପତିଙ୍କ ବେଳା, ଯେଉଁ ସମୟରେ ଏଇ ଗ୍ରହମାନେ ଟିକେ ଜାଗ୍ରତ ଥାନ୍ତି ସେ ସମୟରେ ତାଙ୍କ ନାଁରେ କୁହାଯାଏ ଯେ ଅମୃତ ବେଳା ଆଉ ମହେନ୍ଦ୍ର ବେଳା। ମହେନ୍ଦ୍ର ବେଳା ହେଲା ବୃହସ୍ପତିଙ୍କ ବେଳା, ସେ ଜାଗ୍ରତ ରହିବେ, ଶୋଇ ନଥିବେ। ଆଉ ବୁଧ ଆଉ ଶୁକ୍ର ଯେତେବେଳେ ଜାଗ୍ରତ ଥାନ୍ତି ସେ ସମୟରେ ଅମୃତ ବେଳା। ମହେନ୍ଦ୍ର ବେଳା ହେଲା ରାତି 2ଟା 24ରୁ 3ଟା 6 ମଧ୍ୟରେ, ରାତି 2ଟା 24ରୁ 3ଟା 6। ଏଇ ଯେଉଁ ସମୟଟା ଏହା ବୃହସ୍ପତିଙ୍କର ଜନ୍ମ ମାନେ ଜାଗ୍ରତ ସମୟ। ଏ ସମୟରେ ଆମେ ଦୂରଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବା। ଦୂରକୁ ଯିବାର ଅଛି, ଟ୍ରେନ୍ ବା ବସ୍ ପଳେଇ ଯିବ ଭୋରୁ ଆମେ ପ୍ରସ୍ତୁତ ହେବା। ଏ ସମୟରେ ଯାତ୍ରା ଆରମ୍ଭ କରିଦେବା। କି ଆଜି ଆମର ଘରର କୌଣସି ଘର ପ୍ରତିଷ୍ଠା କରିବାର ଅଛି, ଶୁଭ ଦେବାର ଅଛି, ଗାଡ଼ିଆ ଖୋଳିବାର ଅଛି, ତେଣୁ ଆମେ ଏ ସମୟରେ ଜାଗ୍ରତ ହେବା, ପ୍ରସ୍ତୁତ ହେବା। ରାତି 2ଟା 24ରୁ 3ଟା 6 ଯାଏ ମହେନ୍ଦ୍ର ବେଳା, ଏହା ବୃହସ୍ପତିଙ୍କର ଜାଗ୍ରତ ବେଳା। ଏ ସମୟରେ ଦୂରଯାତ୍ରା ଓ ଆସନ୍ତା ଦିବସ ପାଇଁ କାର୍ଯ୍ୟ ଆରମ୍ଭ କଲେ କଲ୍ୟାଣ ହେବ। ଶୁଭକର୍ମ ଆଜି ଯାହା ଦ୍ୱାଦଶୀରେ କରାଯାଏ, ଖାଲି ତିଥି ଦ୍ୱାଦଶୀ ନୁହଁ, ଶୁକ୍ଳ ଦ୍ୱାଦଶୀ ଅଛି। ଶୁକ୍ଳ ଦ୍ୱାଦଶୀରେ ଆଉ ଏବେ ଠାକୁର ବିଶ୍ରାମ ନେବେ। ଆଜି ଏକାଦଶୀରୁ ବିଶ୍ରାମ ନେବେ, ସିଏ ବୁଝିହେଉଛି, ରବିବାର ସେ ବିଶ୍ରାମ ନେବେ। ଦେବସ୍ଥାନ ଏକାଦଶୀ ହେଇଯିବ। ତେଣୁ କେଉଁ କାମ ଆମେ କରିବା, ଆଉ ତ ସେ ବାହାଘର ବ୍ରତଘର ହେଇପାରିବନି, ଘର ପ୍ରତିଷ୍ଠା ହେଇପାରିବନି। ଯାହା ହେବା କଥା ଶୁଭ କାର୍ଯ୍ୟ କ'ଣ ହେବ? ଅଦ୍ୟ ବିଧି ଆରମ୍ଭ, ଦେବତା ଗଠନ, ଭୂମି ପୂଜା, ପୁରାତନ ଗୃହ ପ୍ରବେଶ ଓ ପ୍ରତିଷ୍ଠା, ନବାନ୍ନ ଭକ୍ଷଣ, ବାଣିଜ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, ବୀଜ ବପନ, ନୌକା ଗଠନ, ଗାଡ଼ି ବାଇକ୍ କ୍ରୟ ଆଉ ଚାଳନା, ଔଷଧକରଣ ଇତ୍ୟାଦି ଏସବୁ କାମ କଲେ ଆଜି ଭଲ। ଏସବୁ କରୁଥିବା, ସବୁ ଭିତରେ ଚିନ୍ତା କରୁଥିବା ଆମର ଭବିଷ୍ୟତ ବୋଲି ଆମର ସନ୍ତାନ, ଆମେ ତାକୁ ସଂସ୍କାର ଶିଖେଇବା, ସତ୍ଶିକ୍ଷା ଦେବା। ଫଳରେ ଆମକୁ ଲାଭ, ଆମ ପରିବାରକୁ ଲାଭ, ଆମ ସମାଜକୁ ଲାଭ, ଦେଶକୁ ଲାଭ। ରହିଲି ବନ୍ଧୁ, ଆମେ ସବୁବେଳେ କାଲି ପାଇଁ ଚିନ୍ତା କରିବା ତ ଭଲ, ନହେଲେ ପସ୍ତେଇବା। ଏକଥା ମୁଁ କହୁନି, ଆମର ପୂର୍ବପୁରୁଷ ଜ୍ଞାନୀ ଯିଏ ଆମର ସ୍ରଷ୍ଟା ସେ କହିଛନ୍ତି। ହଁ ସାଥୀ, ଆଜି ରହିଲି, ନମସ୍କାର।